খুশি হই আলোচনামূলক পালার খুশি হই কিরানী দাস 100টি ভারতীয় মুদ্রা পুরস্কৃত করেছেন। আশা করি অনুষ্ঠান তরফ ধন্যবাদ সহ গ্রহণ করুন। ঝিଅটা କେବଳ ଜଣେ ଭରତ ନିର୍ବାଚନ କରିବ।
पिता श्रुतम श्रुतम बापा देखिए अच्छा तो जाइता पहाड़ा पति से आशीर्वाद खबो अच्छा पंडित नहीं खबो सत्य के रहो नहीं पांचवा पूरा बिछंदी बंधुबान देखिए अच्छा आम झीलटा जो दिया सेटा कुड़ले ना कुड़ले अच्छा भाई सत्य की कितना नहीं तो जना कितना तो मारे कहिए ये जो विवाह करछि करू हे कुळहौ धन खाऊ न खाऊ न खाऊ ଆମର ଖାସି ମଟନ ଫଟନ ବଫେ ହେଇଥିବ ଆମେ ଯାଇ ସେଇଠି ପହଞ୍ଚିବୁ କଣ ଖେଲେ ଧାଉ ता नाम रा बकई कौन के बकई देखो आजकल भोजन मजा अछि सारे ସତର ଜ୍ଞାନ ଲାଗି ଖାଉ निश्चित बाहर बसिला बासा हेले जाओ खेल ବସରେ ବସରେ ନଲେ ଧିଙ୍ଗା खेल खाइला तो जब खाइले इच्छा से खा और खेल जा ଏଇଆ ई इरे इच्छा ले रहो नले को ବड़ा ए को नाटा बकई बापू एनो मामा बाबा नेही रहो आगो बजरा रहो अपन माने रहो गीता हाय गीता पढ़ले हमर लाभ कोन हबो प्रभात कर्म ये कि उद्धव को भगवान वासुदेव कृष्ण देव छथि धर्म ए उद्धव सकाळ उठी जावे गीता पढ़ ଗୀତା ପଢିବା मस्त गीता पढ़ले हमर लाभ कोन हबो ओडिया भागवत बोल दिए ସମାଜ ସମୟ ପ୍ରଜାତନ୍ତ୍ର ଧରିତ୍ରୀ ପ୍ରମେୟ ଛୁଟି ଦିନ ସାପ୍ତାହିକ ଯେଗୁଡ଼ାକ ପଢିଲା ରାଜ୍ୟର ହାଲଚାଲ ଜାଣିବା ବେଳେ आता ଗୀତା ପଢିଲା ଆମର କେତେ ଲାଭ ମିଳିବ ठीक पालन तो देखा है कि नहीं तो हतो एक वाला बताओ ହେଲା ସେ କାହିଁକି ତ ଆଜିକାଲି ଯୁଗରେ ପାଲା बहुत सारा खाली पढ़ा जाउथि ହଁ ना खराब होई गेला ना। ना विषय हला ନା किसी मीमांसिक हला से पढ़िना कि बला हाँ। कि तो आगे अमीमांसिक ଆଚ୍ଛା ଆଚ୍ଛା वो दिल कर्म कथा कहउछि गोटे प्रभात कर्म गोटे मध्याह्न कर्म ଗୋଟେ ସନ୍ଧ୍ୟା तृतीय काल हरिमान संध्या कर्म संतु ये जो सतर कथा आपण मानकर हो भागवत बही कौन कहले चला गीता पाठ में के लेता मौसा ଗୀତା ପଢିଲେ ତିନିଟା ଅପହରଣ ହବ गीता पढ़ले गीता को ତିନିଟା ତାପ तीनटा ताप सार किए କିଏ कहां तीनटा ताप ତିନିଟା ତାତି तीनटा ताती ଗୋଟାଏ ତାତି ହେଲା ଏ ଖରା ଭଳିଆ ଉଷୁମ ସଦୃଷ୍ଟ ତାତି ଆଉ ଗୋଟାଏ ତାତି ମା ମାନେ ରୋଷେଇ କଲା ବେଳେ ଚୁଲିରୁ ଗୋଟାଏ ବାହାରୁଛି ତାତି ଆଉ ଗୋଟାଏ ପାଲା ପୋଷାକ ଆଇରନ କଲା ବେଳେ ଯୋଉ ଆଇରନ ତଳୁ ଯୋଉ ବାହାରେ ତାତି ये पाला भरी भरी को ड्रेस उतारला बाबू ये बड़ा ताप ये को सदी हो ନା ताती हो ताप ତାପ साल ताप सदला दुख ଦୁଃଖ ताप सदला थला ଦୁଃଖ दुख तार कोना जे दुख କଣ ଦୁଃଖ गोटिया आदि दुख ଆଦି ଦୈବିକ ଦୁଃଖ आदि भौतिक दुख ଆଦି ଭୌତିକ ଦୁଃଖ तृतीय आध्यात्मिक दुख ଆଧ୍ୟାତ୍ମିକ ଦୁଃଖ होता ହଁ सुना पाला के तो सुना मिल जा गया ଶିକ୍ଷା पूरे जो मार गीता भट बैठे ଯିବେ तांको सारा आदि भौतिक दुख ନାଇଁ 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 दैव दुख दंड कौन ଦୈବଦଣ୍ଡ କଣ आकाश दंड पड़ुछि ଆକାଶରୁ ବଜ୍ର ପଡ଼ିଲା ଗୋଟାଏ ମଣିଷ ଗଲା କିନ୍ତୁ ତ ଘାଟ ପଡୁଛି ବିଦ୍ୟୁତ ଆଘାତରେ ଗୋଟିଏ ଲୋକ ମଲା ସଡ଼କ ଦୁର୍ଘଟଣାରେ ବହୁତ ଲୋକ ପଡୁଛି ହଁ ଯାନବାହନ ଦୁର୍ଘଟଣାରେ ଗୋଟେ ଲୋକ ମଲା କହୁନି ଇଏ ଦୁଃଖ କିଏ କାହାକୁ ଦେଲା କହିବ ଦେଲା ଇଏ ସୁଖ ଚଳିବ ଦେଲା ଏ ବାପା ଆଜ୍ଞା ଭୋଗ ଖାଇଲାରେ ପାଟି କରୁଛନ୍ତି ମଉସା ହଁ ଯଦି ଆପଣଙ୍କ ଗୀତା ପ୍ରବୋଧନ କରିଥିଲେ ଆଚ୍ଛା ଆଚ୍ଛା ଯଦି ଆପଣଙ୍କ ଗୀତା ପଢିଥିଲେ ସେ ଦୈବ ଦୁଃଖ ଦଣ୍ଡ ଆପଣଙ୍କ ଆଗେ ଲାଗିବ ଦ୍ୱିତୀୟ ଆଧ୍ୟାତ୍ମିକ ଆଦି ଭୌତିକ ଆଦି ଭୌତିକ ଯୋଗୀ ବାବୁ ଭୂତ ଶବ୍ଦର ଅର୍ଥ ଭୂତ ହେଲା ପେଟର ବଡ଼ ଭାଇ ପେଟର ବଡ଼ ପେଟର ବଡ଼ ଭାଇ ଭୂତ ମୂର୍ଖ ଆଦି ଭୌତିକ ଭୌତିକ ଦୁଃଖ ମାନ ଭୂତ ଶବ୍ଦର ଅର୍ଥ ହେଲା ପ୍ରାଣୀ ପ୍ରାଣୀ ମଣିଷ ମଣିଷ କଣ ଏକ
ଏକାଦଶୀ ଆଚ୍ଛା ଏକାଦଶୀ ଅର୍ଥ କଣ? ଏକାଦଶୀର ଅର୍ଥ ସେଦିନ ଭରିରେ ଆପଣ 11 ଥର ଖାଇବେ। କେତେ ଥର? 11 ଥର ଖାଇବେ। ଆରେ ପାହାଳ ପୁରୀରୁ ଆଇଛନ୍ତି ମୋ ସାଙ୍ଗେ ଏକାଦଶୀ କରିବ ସେଦିନ ପରେ 11 ଥର ଆଲୋ ବୋପା ଆରେ କହେ ତମର ମୋର ଦିଆଉତି ହଉ ଶୁଣ ଏକାଦଶୀର ପୂର୍ବ ଦିନ ଦଶମୀ 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 ଦଶମୀର ପୂର୍ବ ଦିନ ନବମୀ 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 ଆଲୋ ମା ଏକାଦଶୀ କରିବେ ସେ ନବମୀ ଦିନ ଠାରୁ ସଦାନ ହେବେ ଆପଣଙ୍କ ଜ୍ଞାନ ପଶିବ ଗୀତା ଆଚ୍ଛା ଆଚ୍ଛା ଏକାଦଶୀ ସେହି କରିବେ କଣ କରିବେ ନା ଯେହୁ କରିବେ ଏକାଦଶୀ କୃଷ୍ଣ ତାହାକୁ ଏକା ଆଉ ତାହାକୁ ଦେଖାଦେବେ କାହିଁକି ତେଣୁ ଏଇଟା ପଳେଇ ଆସନ୍ତୁ ସେଥିପାଇଁ ଭାଗବତ ବଦଳରେ ପଢ଼ିବି ଅତିଭଳି ଜଗନ୍ନାଥ ଦାସ ପବିତ୍ର ଗ୍ରନ୍ଥ ଓଡ଼ିଆ ଭାଗବତର ବଦଳରେ କଣ ଦେଖିଲେ ତାହେଲେ ତିଥିରେ ବ୍ରତ ଏକାଦଶୀ ଅଜାତରେ ଭଗବାନ ତ ପାଇଁ ଯେତେ ତିଥି ରହିଲା ସେ ତିଥିଟା ରହିଲା ଆଚ୍ଛା ଆଉ ତୀର୍ଥ ତୀର୍ଥ ଭାରତ ଭୂମଣ୍ଡଳ ତୀର୍ଥ ରହିଲା ସେ ତୀର୍ଥଟା ପରେ କିଏ ବଡ଼ ତୀର୍ଥଟା ହେଲା ଆପଣମାନଙ୍କ ବାରାଣସୀ ବାରାଣସୀ ତା ନାଁ କାହିଁ ପ୍ରଭାବ ବାରାଣସୀ ହେଲା ସେଠି ବହୁତ କଥା ଗୁଡାକ ସବୁ ବାରଣ କରାଯାଇଛି ବାରଣ ହେଇନି ସିଗାରେଟ ଖାଇପାରିବେ ହେଲା ଛପନ ଦେଇ ଖାଇପାରିବେ ଖାଇପାରିବେ ବାରଣା ଗଲେ 75 80 ସେଠି ତାରେ 80ଟା ଘାଟ ପୁଣ୍ୟ ଘାଟ କିଏ ନା ମଣିକର୍ଣ୍ଣିକା ଘାଟ ତେଣୁ ଆମ ପାଖରେ କୋଉଠି ପଇସା ଅଛି ଯେ ଆମେ ଆମ ବାପା ମାଆକୁ ନେଇକି ଯିବା ବାରାଣସୀ ତେଣୁ ଆଜ୍ଞା ପଳେଇ ଆସନ୍ତୁ ତା ଘର ନେତମାନେ ଆସିଲେ ମୋଦି ବାବୁ ଗୀତାଟା କଣ ଗୀତା ଗୋଟେ ବହି अरे 2 घंटा फलाने को शशु को बही ଆପଣ ଗୀତା ତମର ସିଲଟ ଏ ବୋକା ଗୀତା କଣ ଗୀତା ଗୋଟେ ବହି ମହିନା ସିଲଟ ଗୀତା ହେଲା ଗୋଟିଏ ଫର୍ମ ମୁଁ ଏଇ ପିଲାଟି କହୁଥିଲି ଭାବୁଛନ୍ତି ଯେ ପାଳିଆ ନା କିଛି ଜାଣିପାରୁନାହିଁ ସେ ଦିଆ ଦିଆ ଆରେ ଫରୁଆର ଗୋଟାଏ ଉପର ଫଳ ମାନ ଫରୁଆର ଗୋଟାଏ ତଳ ଫଳ ଦିଟା ଫଳର ସମସ୍ତିରେ ଗୋଟାଏ ଫରୁଆ ଯଦି ଗୀତା ହେଲା ଗୋଟେ ଫରୁଆ ଆଚ୍ଛା ଏ ଗୀତା ଫରୁଆର ଉପର ଫଳ କିଏ ତଳ ଫଳ କିଏ ला ଧଇଲା ଉଠିବ ମୋଟା ରହମା କେବଳ ହେ ଗୀତା ହେଲା ଫରୁଆ ଫରୁଆର ଉପର ଫଳ କିଏ ତଳ ଫଳ କିଏ ନା এটা আলোচনা হবে যে আচ্ছা পিলে তুমি তো পার্টি করছো দেখি কইলা আমার জাতীয় ফুল কিয়ে আরে ছোট পিলাମାନେ ଏଗୁଡ଼ା ସବୁ ଜାଣିଛନ୍ତି କହିବେ জাতীয় ফুল পদ্ম আচ্ছা জাতীয় পশু ଦେଖିଲ জাতীয় পক্ষী ଏ ବୋପା ପଢିଛନ୍ତି ଛୁଆ আচ্ছা পিলাই জাতীয় পক্ষী ময়ূর জাতীয় পশু বাঘ জাতীয় ফুল পদ্ম আচ্ছা দেখি পিলে কহিল তম সার কু কালি পচারিকি আসিব କଣ ইয়ে ছবিଳ মধুবর্ণবত বহি উপরে কাহিଁକି ବିଲେଇ ଚିତ୍ରଟା ଅଛି হ্যাঁ ବିଲେଇ ତ କିଛି ଜାତୀୟତା ଭିତରେ ଯାଉନାହିଁ କାହିଁକି ମଧୁ ବାବୁ ଗୋଟାଏ ବାଘ ଚିତ୍ର ରଖିଲେ ନାହିଁ ଗୋଟାଏ ପଦ୍ମ ଫୁଲ ରଖିଲେ ନାହିଁ ଏ ହେ ଜାନା ଯଦି ଜାନା
ତାଙ୍କ ଶିକ୍ଷକ କହିଲେ अरे ना पिला कहि देबे हाँ। काय बिले चित्र काय रहला କାହିଁ ଅଛି କହିଲୁ? मुसा खाई जिबा भाई की बोले बिले चित्र বললে ଗଲା କହିକି ମୂଷା ଖାଇଯିବ ବୋଲି ବି ନେଇଯାଉଛି ଦେଖ ପୁରା ପାଲା କରିଛନ୍ତି ବାହାରେ ଦେଖ ଛାତ ପଡାରୁ ଭାଇ ଆଇଛି ପୁରା କପଡା ଚିରୁడు ହେଇ ପୁରା ଭୋଳ ପୁରା ବୈରଙ୍ଗ ମୂଷା ଖାଇଛି ଭୟ ତାଙ୍କ ସାରେ କହିବେ ବୈରଙ୍ଗ କିଏ କହିଲେ ଶିକ୍ଷକ କହିଲେ ନା ଆଉ ବର୍ତ୍ତମାନ ଶିକ୍ଷକଙ୍କର ଯୋଉ ପ୍ରକାର ମାନସିକତାଟା ଆଜ୍ଞା ଆଚ୍ଛା ହୁଏତ ଏ କଥାର ଉତ୍ତର ସେ ଜାଣିନଥିବେ କାହିଁକି ବୁଝିବାବୁ ଏ ସଭାରେ କେତେ କିଏ ଆଜ୍ଞା ନିଶ୍ଚିତ ଶିକ୍ଷକ ଥିଲେ ତମ କଥା ଶୁଣିବା ପରେ ତାଙ୍କ ମନ କଷ୍ଟ ହବ ନାଇଁ ଶିକ୍ଷକ ବନ୍ଧୁମାନେ ଯିଏ ଥିବେ କ୍ଷମା କରିବେ ଆଜ୍ଞା ମାଷ୍ଟର ଚାକିରି ଧରୁ ଚାକିରି ନାହିଁ ସତ କିଏ ବାପା ଡାକିବ ସାରେ ତା ପୁଅ ଡାକିବ ସାରେ ତା ଜେଜେ ଡାକିବ ସାରେ ତା ସମସ୍ତଙ୍କର ସାର ପିତା ପ୍ରପିତା ସମସ୍ତେ ଡାକିବେ ସାରେ ହଁ ହେଲେ ସାରେ ବର୍ତ୍ତମାନଙ୍କର ସାରଙ୍କର ମାନସିକତାଟା ନାହିଁ କହିପାରିବେନି ଛବିଳ ମଧୁ ବର୍ଣ୍ଣବଦ ବହି ଉପରେ କାହିଁକି ବିଲେଇ ଚିତ୍ର ରହିଲା ପ୍ରଭାତ ଭାଇ ସାର୍ କହିବେନି କାହିଁ କହିପାରିବେନି ସାର୍ କାହିଁ କହିବେନି ଦିନେ ଗୋଟାଏ ବିଦ୍ୟାଳୟକୁ ପରିଦର୍ଶକ ଆସିଲା ଆଜ୍ଞା ପରିଦର୍ଶନ କରିବା ପାଇଁ ଆଚ୍ଛା ଆଚ୍ଛା ବିଦ୍ୟାଳୟକୁ ପରିଦର୍ଶନ ଆସିଲେ ଭାଇ ହଁ ପିଲାମାନଙ୍କୁ ପଚାରିଲେ ହଁ କହିଲେ ପିଲେ କହିଲ ଶିବ ଧନୁ କିଏ ଭାଙ୍ଗିଥିଲେ ଇଏ ପୁରାଣ କଥା ଆମ ଛୁଆ ମାଉସୀ କହିବେନି ପିଲା କହିବେ ଇଏ ପିଲା କହିଲା ମୁଁ ଭାଙ୍ଗିନି ସେ ପିଲା କହିଲା ମୁଁ ଭାଙ୍ଗିନି ସେ ପିଲା କହିଲା ମୁଁ ଭାଙ୍ଗିନି ନା ସାରା ଦେଖା ପରିଦର୍ଶକ ଚିନ୍ତା କରି ଆଣିଲେ ପିଲାଙ୍କର ବୋଧେ ପୁରାଣ ଜ୍ଞାନ ନାହିଁ ତ ସାର୍ ଗୋଟେ କହିନାହାନ୍ତି ଆଉ ୟାଙ୍କ ସାର ବୋଧେ ପଢେଇ ନାହାନ୍ତି ଆଚ୍ଛା କହିଲେ ଶିବ ଧନୁ କିଏ ଭାଙ୍ଗିଥିଲେ ନା ମୁଁ ଭାଙ୍ଗିନି ସେ କହିଲେ ମୁଁ ଭାଙ୍ଗିନି ଆରେ ପରିଦର୍ଶକ ପଚାରିଲେ ଶିକ୍ଷକଙ୍କୁ କହିଲେ ଓ ସାରେ ତାଙ୍କ ଏଚଏମ୍ ହେଡମାଷ୍ଟର ପ୍ରଧାନ ଶିକ୍ଷକଙ୍କୁ ପଚାରିଲେ କହିଲେ ସାରେ ଆପଣ ପିଲାମାନଙ୍କୁ ପଚାରିଲେ ଶିବ ଧନୁ କିଏ ଭାଙ୍ଗିଥିଲେ ତମ ପିଲାମାନେ କହିବେ ପିଲାମାନେ କହିପାରିଲେନି ଆଚ୍ଛା ଆଚ୍ଛା ଯଦି ଆପଣ କହିଲେ ଶିବ ଧନୁ କିଏ ଭାଙ୍ଗିଥିଲେ ସାର୍ କହିବେନି ସାରେ କହିଦେଇଥିବେ ସାର୍ କହିବେନି ସାର୍ ନିଶ୍ଚିତ କହିବେ ସାରେ କଣ ଉତ୍ତର ଦେଲେ ଶୁଣୁନା ବୁଝିବାବୁ ହଁ। ସାର୍ କଣ ଉତ୍ତର ଦେବେ ସାର୍ କହିଲେ ଆଜ୍ଞା ସାରେ ଆପଣ ଆଜି ଯାଆନ୍ତୁ ଏଇ ବାଉକା ଛୁଆଙ୍କ ଭିତରୁ କିଏ ଭାଙ୍ଗିଥିବ ମୁଁ ବୁଝିକି ଆପଣଙ୍କୁ କହିବି ତାମାନେ ଦେଖ ସାରଙ୍କର ପୁରାଣ ଜ୍ଞାନ କେତେ ତାମାନେ ସାର୍ ଜାଣିନାହାନ୍ତି ଶିବ ଧନୁ ଡାକିବା ବର୍ତ୍ତମାନର ଶିକ୍ଷକ କଥା କହିବି ସତ କଥା ପାଲା ମତେ ନାହିଁ ରୁଚୁଛେ ନାହିଁ ରୁଚୁଛେ ଏ ମତେ ନାହିଁ ରୁଚୁଛେ ଲୋକୁଦୁରୁଚୁନ ଏ ସତେ ଲାଗୁଛେ ମନ ଆଣି ଦିଅ ନା ତଲା ଲାଗା ଓଡ଼ିଶାର